ପାଟଦେଈର ଗାଳ୍ପିକା ବୀଣାପାଣି। ଅଧ୍ୟାପିକା ବୀଣାପାଣି ମହାନ୍ତିଙ୍କ ଦ୍ୱାରା ରଚିତ ପାଟଦେଈ ନାମକ ଗଳ୍ପ ସଂକଳନର ଶେଷ ଗଳ୍ପଟି ହେଉଛି ପାଟଦେଈ। ଏହି ଗଳ୍ପ ସଂକଳନଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ବୀଣାପାଣି ଥିଲେ ଅର୍ଥନୀତିର ଅଧ୍ୟାପିକା। କଟକ ବାଦାମବାଡ଼ିରେ ବାସ। 1936 ମସିହାରେ ଜନ୍ମ। ତାଙ୍କର ଅଜସ୍ରସ୍ରାବୀ ଲେଖନୀ ଓଡ଼ିଆ ଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଛି। କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ତଟିନୀର ତୃଷ୍ଣା, ଅନ୍ଧକାରର ଛାଇ, ସାୟାହ୍ନର ସ୍ୱର, ପାଟଦେଈ, ବହ୍ନି ବଳୟ କେତୋଟି ଗଳ୍ପ ବହିର ନାମ। ଏହାଛଡ଼ା ତାଙ୍କର ଆହୁରି ଅନେକ ଗପ ବହି ଅଛି। ସେ ଉଭୟ ଓଡ଼ିଶା ସାହିତ୍ୟ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ପାଟଦେଈ ନାମକରଣରୁ ଜଣାପଡ଼ିଯାଉଅଛି କି ଗଳ୍ପଟି ଚରିତ୍ର ପ୍ରଧାନ। ଏହି ଗପଟି ଅନେକ ଥର ପାଠ୍ୟକ୍ରମରେ ପଢ଼ାଯାଇ ସାରିଛି। ତଥାପି ବର୍ତ୍ତମାନ MA ଓଡ଼ିଆ ଶ୍ରେଣୀରେ ପଠିତ ଅଛି। ପାଟଦେଈର ବାପା ଜଗୁ ବେହେରା ଜଣେ ଦିନ ମଜୁରିଆ ମୂଲିଆ। ମୂଲ ଲାଗି ସେ ପେଟ ପୋଷେ। ଜଗୁ ବେହେରାର ସ୍ତ୍ରୀ ବିହୀନ ପରିବାରରେ ଏକମାତ୍ର କନ୍ୟା ଝିଅ ସନ୍ତାନ ପାଟଦେଈ। ଜଗୁର ସ୍ତ୍ରୀ ମୃତା। ବଡ଼ ଆଦର ଯତ୍ନରେ ପାଟକୁ ତାର ବାପା ଦରିଦ୍ର ଅଭାବଗ୍ରସ୍ତ ଗାଉଁଲି ଜୀବନିକ ପରିସ୍ଥିତିରେ ଥାଇ ବିବାହଯୋଗ୍ୟା ବୟସ ପର୍ଯ୍ୟନ୍ତ ପାଟକୁ ବଢ଼େଇ ଆଣି ଜମି 5 ମାଣ ବିକି ଝିଅକୁ ବାହା ଦେଇଥିଲା। ହେଲେ ଝିଅ ପାଟ ମାସ ଦୁଇଟା ବି ସ୍ୱାମୀ ଶାଶୁ ସହିତ ଘର କରି ନ ପାରି ରାତି ଅଧିଆ ମେଘ ବର୍ଷା ରାତିର ଅନ୍ଧକାରରେ ବାପ ଘରକୁ ଚାଲି ଆସି ବାପା ଘରେ ବାପର ବୋଝ ହୋଇ ରହିଲା। ଜଗୁ ବେହେରା ଝିଅର ରାତି ଅଧିଆ ଏହିଭଳି ହଠାତ୍ ଶାଶୁଘରୁ ଫେରି ଆସିବାକୁ ସହଜରେ ଗ୍ରହଣ କରିପାରୁ ନଥିଲେ ବି ଝିଅକୁ ପାଟି କରି ରାଗି ମାତି ବେଶି କିଛି କହିପାରୁ ନଥିଲା। କାଳେ ଝିଅ କିଛି ଅକର୍ତ୍ତବ୍ୟ କରି ବସିବ, ଆତ୍ମହତ୍ୟା କରିଦେବ ଅବା ଘର ଛାଡ଼ି କୁଆଡ଼େ ନିଜେ ପଳେଇବ। ଯେତେ ହେଲେ ନିଜ ରକ୍ତ ଦେଇ ନିଜର ଔରସ୍ୟଜାତ କନ୍ୟା ସନ୍ତାନ। ସେଥିପାଇଁ ଦୁଃଖ କରୁଥିଲେ ବି ଧୈର୍ଯ୍ୟ ଧରି ରହିଛି। ନିଜର ନିତିଦିନିଆ କାମ ମୂଲିଆଗିରି କରିଛି। ଗାଁ ଲୋକଙ୍କର ଅପବାଦ ଉଭୟେ ବାପ ଝିଅ ଶୁଣିଛନ୍ତି। କିଏ କହିଲା ଶାଶୁ ଶ୍ୱଶୁରଙ୍କ ସଙ୍ଗେ ଝଗଡ଼ା କଲାରୁ ଘରୁ ତଣ୍ଟିଆ ମାରି ବିଦା କରିଦେଲେ। କିଏ କହିଲା ଜ୍ୱୋଇଁର ମନ ମାନିଲା ନାହିଁ ବୋଲି ତଡ଼ିଦେଲା। ଆଉ କିଏ କହିଲା ସାଇ ଲୋକଙ୍କ ସାଥିରେ ରଙ୍ଗ ରସରେ ମାତିଲାରୁ ରାତି ଅଧରେ ନିଆଁ ଖୁଣ୍ଟା ମାଡ଼ ଦେଇ ଘରୁ ବିଦା କରିଦେଲେ। ଜଗୁ ବେହେରା ଗାଁ ଲୋକଙ୍କୁ କିଛି ଉତ୍ତର ନ ଦେଇ ଚୁପ୍ ରହେ। ଜଗୁ ଭାବେ ପାଟକୁ ପଚାରିବ, ଗାଳିଦେବ, ଜବରଦସ୍ତି ଧରି ନେଇ ଶାଶୁ ଘରେ ଛାଡ଼ି ଦେଇ ଆସିବ। ମାତ୍ର ପାଟର କାନ୍ଦୁରା ମୁହଁ, ଦୁଃଖ ମନକୁ ଚାହିଁ ଜଗୁ ଅଟକି ଯାଏ। ଗୋଟିଏ ବୋଲି ପିଲା, ଯେତେ ଖରାପ ଯେତେ ଅମାନିଆ ହେଲେ ବି ତାକୁ ହିଁ ନେଇ ବଞ୍ଚିବାକୁ ହେବ। ତାରି ପାଇଁ ଜଗୁ ଶୁଣିଛି ନିନ୍ଦା ଅପବାଦ। ପାଟକୁ ଖୋଜି ଖୋଜି ଆସି ଦାଣ୍ଡ ବାରଣ୍ଡାରେ ବସି ରହି କାନ୍ଥ ଦେହରେ ଢୁଳେଇ ପଡ଼ି ଶୋଇ ରାତି ବିତେଇ ଦେଇଥିଲା। ଜଗୁ ପାଟର ଫେରି ଆସିବାର ଚିନ୍ତାରେ ଅତିଶୟ ମର୍ମାହତ। ଭାଙ୍ଗି ପଡ଼ିଥିଲା। ବାପର ଏଭଳି ହତଶିରୀ ଅବସ୍ଥା ପାଇଁ ପାଟ ଦାୟୀ ବୋଲି ଗାଁ ଲୋକେ ଅପବାଦ ଦେଲେ। ପାଟ ଚିନ୍ତାରେ ମରି ବି ଗଲା ଜଗୁ ବେହେରା। ବାପା ଘରେ, ପାଟ ରହୁଥିବା ଗାଁରେ। ଦୋଳ ପୁନେଇ ରାତିରେ ପାଟଦେଈ ଏକାକିନୀ ଗାଁର ମେଲଣ ପଡ଼ିଆକୁ ଯାତ୍ରା ଦେଖି ଯାଇଥିବା ବେଳେ ଗାଁର କିଛି ଯୁବକ, ନାମ ସେମାନଙ୍କର ଥିଲା ରମୁ, ବୀରା, ଗୋପୀ, ମାଗୁଣି, ଦୋଳ ପୁନେଇ ଯାତ୍ରାକୁ ଏକୁଟିଆ ଯାଇଥିବାର ସୁଯୋଗ ନେଇ ମୁହଁରେ ତାର ଗାମୁଛା ଚାପ ଦେଇ ମଶାଣି ପାଖ ବିଲରେ ଜହ୍ନ ରାତିରେ ପାଟକୁ ଟେକି ନେଇ ଗଣଧର୍ଷଣ କରିଛନ୍ତି। ଗାଁର ହରିଆ ବାଉରୀକୁ ଟଙ୍କା ଦେଇ ପାଟକୁ ହରିଆ ଜରିଆରେ କଟକକୁ ପଠାଇ ଦେଇଥିଲେ। ପାଟର ସେହି କଟକ ରହଣି କାଳରେ ତାର ଏକ ଅବୈଧ ପୁତ୍ର ସନ୍ତାନ ଜନ୍ମ ହୋଇଛି। ସେହି ପୁତ୍ରଟି ଗୋରା, ସୁନ୍ଦର, କୌତୁକିଆ ଦିଶିଛି। ଗାଁ ଲୋକଙ୍କର ଆଖିକୁ
ଗଣଭୋଗ୍ୟା ପାଟ ବାପାକୁ ଲାଜ ହେବ, ବାପା ତୁଚ୍ଛାଟାରେ ଅପବାଦ ପାଇବ, ସେଇଆ ଭାବି ପାଟ 2 ବର୍ଷ ପର୍ଯ୍ୟନ୍ତ କଟକ ସହରରେ ରହିଥିଲା। କିନ୍ତୁ କାହା ଘରେ କେମିତି ଭାବରେ ରହିଥିଲା ଏହାର ବିବରଣୀ ଗାଳ୍ପିକା ଗଳ୍ପରେ ଉଲ୍ଲେଖ କରି ନାହାନ୍ତି। ଏହା ଗଳ୍ପରେ ଏକାନ୍ତ ଅଜଣା ହୋଇ ରହିଛି। ଲେଖିକା ଉଲ୍ଲେଖ କରିବାଟାକୁ ଦରକାର ନ ମନେକରି ତାକୁ ସେମିତି ଅଜଣା କରି ରଖିଦେଇଛନ୍ତି। ପାଟ ଦେଇ ବାହା ହେବା ପରେ ରାତି ଅଧରେ ହଠାତ୍ ଫେରିଆସି ବାପାକୁ ଚିନ୍ତିତ, ଅବସାଦଗ୍ରସ୍ତ ତଥା ମାନସିକ ପୀଡ଼ା ଦେଇଥିଲା। ଏବେ ପୁଣି ଗଣଧର୍ଷଣର ଶିକାର ହୋଇ ଦୋଳପୁନେଇ ରାତିରେ ଏବଂ ଯେଉଁମାନେ ପାଟକୁ ମେଲଣ ପଡ଼ିଆରୁ ଶୂନ୍ୟେ ଶୂନ୍ୟେ ଟେକିନେଇ ଗଣଭୋଗ୍ୟା କଲେ, ପାଟ ଜୀବନରେ ବି ତ ଦୁର୍ଗତି ଆସିଲା ଏବଂ ଗଣଧର୍ଷଣକାରୀ ଦ୍ୱାରା କଟକରେ ଯାଇ ରହିଲା। କଟକରୁ ନ ଫେରିବାର କାରଣ, ବାପା ପୁଣି ଦ୍ୱିତୀୟ ଦୁଃଖ ପାଇବ। ପ୍ରଥମ ଦୁଃଖ ତ ପାଇଥିଲା ଝିଅର ଶାଶୁଘରୁ ଅନହୁତି ଫେରିଆସିବା। ସେହି ଶଙ୍କାରେ ସେ କଟକରେ ମନକୁ ଧୈର୍ଯ୍ୟ ଧରି କୌଣସି ଉପାୟରେ କୋଉଠି ହେଲେ ରହିଥିଲା। ଯେମିତି ବାପା ମଲା ସେମିତି ବାପଘର ଗାଁକୁ ଫେରି ବାପା ଡିହରେ ଥିବା ଗୃହରେ ଏକାକିନୀ 2 ବର୍ଷର ସୁନ୍ଦରିଆ ଶିଶୁ ଛୁଆକୁ ଧରି ଫେରିବା ଓ ମନରେ ଅପୂର୍ବ ସାହସ ସଞ୍ଚୟ କରି ରହିବାରେ ଗାଁ ଲୋକଙ୍କୁ ଅସହ୍ୟ ହୋଇଥିଲା। ଗାଁ ଲୋକେ ଦିନେ ସନ୍ଧ୍ୟାବେଳେ ନାରୀ ପୁରୁଷ ଏକାଠି ମିଶି ପାଟଘର ଦାଣ୍ଡଦୁଆର ମୁହଁରେ ଆସି ଜମା ହୋଇ ପାଟ ଦେଇର ପୁଅ ପିଲା ଛୁଆର ପ୍ରକୃତ ଅସଲି ବାପ କିଏର ଅନୁସନ୍ଧାନ କରି ପାଟକୁ ମାଡ଼, ଗାଳି, ଅପମାନ ଦେଇ ଜାଣିବାକୁ ପାଇଛନ୍ତି କି ନିଜ ବାପଘର ଗାଁର କିଛି ଯୁବକ ଦୋଳ ପୁନେଇ ରାତିରେ ପାଟକୁ ଗାଁର ମଶାଣି ପାଖ ବିଲକୁ ଟେକିନେଇ ଗଣଧର୍ଷଣର ପରିଣତି ଏଇ ଛୁଆ। ଗାଁ ଲୋକଙ୍କ ପ୍ରଶ୍ନ ପଚରାରେ ପାଟ ନିଜ ଜୀବନର ହୀନିମାନିଆ ଦୁଃସ୍ଥିତିର ରହସ୍ୟ ଖୋଲିଛି। ଗାଁ ଲୋକେ ଶୁଣି ଅବାକ୍ ଓ ଆଶ୍ଚର୍ଯ୍ୟ ହୋଇ ଛତ୍ରଭଙ୍ଗ ଦେଇଛନ୍ତି। ସେମାନେ ଯେଉଁ ଭାବିଥିଲେ ପାଟକୁ ଗାଁରୁ ତଡ଼ିଦେବେ ବୋଲି, କାରଣ ପାଟ ଅସତୀ ଦୋଚାରୁଣୀ କୁଳଟା। ତେଣୁ ଆମର ଝିଅ ବୋହୂର ସଜ୍ଜନ ପାରିବାରିକ ଗ୍ରାମୀଣ ସମାଜରେ ପାଟ ଭଳି ଅସତୀ ନାରୀର ସ୍ଥାନ ନାହିଁ। ପାଟ ଠାରୁ ତାର ଛୁଆ ଜନ୍ମର ରହସ୍ୟଜନିତ ସତ୍ୟତା ଜାଣି ପାଟ ପ୍ରତି ମନର ସ୍ଥିରୀକୃତ ଅତ୍ୟାଚାର ଆଉ କରିନାହାନ୍ତି। ଚୁପଚାପ ଚାଲିଯାଇଛନ୍ତି ଗାଁ ଲୋକମାନେ। ଯେଉଁମାନେ ପାଟକୁ ଗଣଧର୍ଷଣ କରିଥିଲେ ସେମାନେ ବି ସେଠି ଉପସ୍ଥିତ ରହିଥିଲେ। ସେମାନଙ୍କର କୃତ କରିଥିବା ସାମୂହିକ ପାପର ଫଳ ବିଚାରି ନିରିମା କି ନିର୍ଦ୍ଦୋଷ ସଚ୍ଚୋଟ ନାରୀ ପାଟ ପୁଅ ଛୁଆ ଜନ୍ମ କରି ତାକୁ ଜୀବନରେ ବଞ୍ଚାଇ ରଖି ପାଳି ପୋଷି ବଢ଼ାଇ 2 ବର୍ଷରେ ଆଣି ପହଞ୍ଚାଇଛି। ଚାହିଁଲେ ମାରି ଦେଇ ପାରିଥାନ୍ତା ଅପବାଦ ଅପମାନରୁ ବଞ୍ଚିବା ପାଇଁ, ହେଲେ କରିପାରି ନାହିଁ। କାରଣ 10 ମାସ ଗର୍ଭରେ ଧରିଥିଲା, କଷ୍ଟ ପାଇଥିଲା। ନରହତ୍ୟା ମହାପାପ ବୋଲି 3ୟ ଶ୍ରେଣୀ ପାସ୍ କରା ପାଟ ବୁଝିଥିଲା। ତାକୁ ଗଣଭୋଗ୍ୟା ଗଣଧର୍ଷଣ କରିଥିବା ମଣିଷ ପାପୀ, ଅମଣିଷ, ଜାନୁଆର, ପଶୁ, ଲମ୍ପଟ, କାମୁକ, ଭ୍ରଷ୍ଟ ବୋଲି ପାଟ ନିଜେ ସେହିପରି ହୋଇପାରି ନାହିଁ। ଏହା ହିଁ ପାଟ ଦେଇ ଚରିତ୍ରର ମହାନୁଭବତା ଏବଂ ସେ ଅବୋଧ ନିଷ୍ପାପ ଶିଶୁର କ'ଣ ଦୋଷ? ବରଂ ଅନ୍ୟର ପାପର ଗର୍ଭକୁ ଜନ୍ମ ଦେଇ ନିଜର ମାଆପଣର ଅପୂର୍ବ ନମୁନା ହୋଇ ସବୁପ୍ରକାର ସାମାଜିକ ଅତ୍ୟାଚାରକୁ ଅମ୍ଳାନ ବଦନରେ ସହିଯାଇ ସ୍ୱକୀୟ ଚାରିତ୍ରିକ ମହାନତା ଗଳ୍ପରେ ଦେଖାଇ ଗଳ୍ପକୁ ପାଠକୀୟ ପଠନର ଆଦର ଆଦୃତି ଓ ପୁରସ୍କୃତ ହେବାର ବାଟ ଫିଟାଇ ଦେଇଥିଲା। ଗଳ୍ପ ନିଶ୍ଚିତ ପକ୍ଷେ ଭଲ ଅଛି ବୋଲି ବାରମ୍ବାର ପାଠ୍ୟାନ୍ତର୍ଗତ ହୋଇଛି, କୋର୍ସରେ ପଢ଼ାଯାଉଛି। ବାପା ମଲା ପରେ ପାଟ ଦେଇ ବାପଘର ଗାଁ ଡିହରେ ସାହସ ସଞ୍ଚୟ କରି ରହି ସବୁ ବିପଦକୁ ନିଜ ଜୀବନରୁ ଉଠେଇ ଦେଇଛି। ତାର ଛୁଆର ବାପା ଜଣେ ନୁହେଁ, ଅନେକ, ଅସଂଖ୍ୟ। କାରଣ ଗଣଭୋଗ୍ୟାର ଜାରଜ ସନ୍ତାନ ହେଲେ ବି ମାତୃତ୍ୱର ଗର୍ବରେ ନିଃସହାୟ ଛୁଆ ପୁଅଟି ସୁଖଶାନ୍ତିରେ ମା କୋଳରେ ଶଶିକଳା ଭଳି ବଢ଼ିଛି। ପାଟକୁ ଯେଉଁମାନେ ଦୋଳ ପୂର୍ଣ୍ଣିମା ରାତିରେ ଗଣଧର୍ଷଣ କରି ଗଣଭୋଗ୍ୟା କରାଇ ତାର ଗର୍ଭରୁ ମିଳିତ ପାପର ସନ୍ତକକୁ ଜାଗତିକ ସାମାଜିକ ମଣିଷ ବସତିର ଦୁନିଆକୁ ଆଣି ନିଜର ମହତ୍ତ୍ୱ ହରାଇଛନ୍ତି, ହେଲେ ଅନ୍ୟର ପାପକର୍ମର ପରିଣତିକୁ ପାଟ ନିଜେ ଜନ୍ମ ଦେଇ ନ ମାରି ପାଳି ପୋଷି ନିଜ ପୈତୃକ ଭିଟାମାଟିରେ ଅପୂର୍ବ ସାହସିକତା ଧୈର୍ଯ୍ୟମୟତାରେ ଛାତି ଫୁଲେଇ ଜୀବନ ଅତିବାହିତ କରିବା ସତରେ
ଯେତିକି ପୁଣ୍ୟମୟ ସେତିକି ଆଶ୍ଚର୍ଯ୍ୟକର, ଅସାଧାରଣ ତଥା ଅସ୍ୱାଭାବିକ। ସେଥିପାଇଁ ଗଳ୍ପର ଉଚ୍ଚକୋଟିତା ସହଜରେ ପାଠକ ଆଖିରେ ଧରାଦିଏ। ପାଟ ଦେଇ ବୁଝିଥିଲା ସେ ସ୍ୱାମୀ ଥାଇ ସ୍ୱାମୀହରା ହୋଇଛି। ଲାଞ୍ଛନା ଅପବାଦ ଅପମାନ ଭୋଗିଛି। ତାରି ଦୁଃଖରେ ବାପା ମରିଛି। ତାକୁ ଆଉ କେହି ବାହା ହୋଇ ପତ୍ନୀ ହେବାର ମର୍ଯ୍ୟାଦା ଦେବେ ନାହିଁ। ପୁଣି ସେ ଗଣଧର୍ଷିତା। ତେଣୁ ତାକୁ କିଏ ଅବା କାହିଁକି ପୁନର୍ବିବାହ କରିବ? ସେ ଦିନେ ପୁଣି ବୁଢ଼ୀ ହେବ, ଅସହାୟ ହୋଇଯିବ। ସେବେ ତାର ସହାୟ ହେବ ଏଇ ଗଣଧର୍ଷଣରୁ ଜାତ ଅବୈଧ ପୁତ୍ର ସନ୍ତାନ। ତାର ନିଜର କିଛି ଦୋଷ ନାହିଁ, ଦୋଷ ଅନ୍ୟର, ସମାଜର। ସମାଜ ଦୋଷ କଲା, ଫଳ ଭୋଗିଛି ପାଟ। ତଥାପି ସେଇ ଫଳକୁ ସେ ହତାଦର କରିନାହିଁ। ପୁଅ ଛୁଆ, ମଣିଷ ଛୁଆ, ଜୀବନରେ ଥରେ ହରାଇଲେ ଆଉ ମିଳିବ ନାହିଁ। ବାପାର ସ୍ୱୀକୃତି ନ ମିଳୁ, ହେଲେ ନିରୀହ ନିଷ୍ପାପ ଅବୋଧ ଛୁଆକୁ ମା'ର ଜନ୍ମଦାତ୍ରୀର ଲାଳନ ପାଳନ ମିଳୁ, ହତ୍ୟାଜନିତ ମୃତ୍ୟୁ ନ ମିଳୁ। ତାର ଦୁନିଆକୁ ଆସିବା ସତ୍ୟ ନ୍ୟାୟ ପୁଣ୍ୟର। ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଆଉ ନିର୍ଦ୍ଦୋଷ ବି ତାର ଜନ୍ମଦାତ୍ରୀ ମା ପାଟ ଦେଇ। ସୁତରାଂ ସେଥିପାଇଁ ଭଗବାନ ତାକୁ ତାର ମା'ର ହାତରେ ମରାଇଲେ ନାହିଁ, ବରଂ ପାଟ ଦେଇର ପାଟବତା ଦେଲେ। ଜୀବନର ଏହା ବାସ୍ତବିକ ଅଚିନ୍ତନୀୟ ଅପୂର୍ବ ଚକିତତା, ଯୋଉଥିପାଇଁ ଗଳ୍ପଟି ସମ୍ପୂର୍ଣ୍ଣ ଓ ସମଗ୍ର ପୁରସ୍କାର, ଲୋକପ୍ରିୟତା, କଳାସୃଜ୍ୟମାନ ସାହିତ୍ୟିକ ଜଗତରୁ ସଂଗ୍ରହ କରି ଆଣିଛି। ସ୍ରଷ୍ଟାଙ୍କୁ କରାଇଅଛି ପ୍ରଶଂସନୀୟ। ଲୋକମାନ୍ୟ ତିଳକ। ଗଳ୍ପରାଶିର ଏହା ତିଳକଚିତା ନିଶ୍ଚୟ। ଗଳ୍ପଟି ଚରିତ୍ର ପ୍ରଧାନ, ନାରୀବାଦୀ ବା ଫେମିନିଜିମ୍ ଆଧାରରେ ବିଶ୍ଳେଷିତ ହେବ। କୁହାଯାଇଥାଏ କି ଗାଳ୍ପିକା ବୀଣାପାଣି ମହାନ୍ତି ନାରୀବାଦୀ, ନାରୀ ମନୋଭାବ ସମ୍ପନ୍ନ ଲେଖିକା। ତାଙ୍କର ତଟିନୀର ତୃଷ୍ଣା, ଅନ୍ଧକାରର ଛାଇ ଏବଂ ଏଇ ପାଟ ଦେଇ ଗଳ୍ପ କ୍ଲାସ୍ କୋର୍ସରେ ଥିଲା ଏବଂ ଅଛି। ନାମୋଲ୍ଲେଖିତ ଗଳ୍ପଗୁଡ଼ିକ ସବୁ ନାରୀ ମନସ୍ତତ୍ୱଧର୍ମୀ। ତଟିନୀର ତୃଷ୍ଣା ଏବଂ ଅନ୍ଧକାରର ଛାଇ ଗଳ୍ପଦ୍ୱୟ ବେତାର ନାଟ୍ୟ ରୂପରେ ରେଡ଼ିଓରୁ ଶ୍ରୋତ ହୋଇଥିଲା। ବୀଣାପାଣିଙ୍କର ଦର୍ଶନ ଗପଟି ମଧ୍ୟ ପାଠ୍ୟାନ୍ତର୍ଗତ ଥିଲା। ଗଳ୍ପର ଭାଷା ଗ୍ରାମୀଣ, ଅଶିକ୍ଷିତ ସମ୍ପ୍ରଦାୟର। ଏମାନେ ମଣିଷ ସମାଜର ଉଚ୍ଚ ଶ୍ରେଣୀୟ ବର୍ଗୀୟ ଅଧିବାସୀ ବା ଦାୟାଦ ନୁହନ୍ତି। ନିମ୍ନ ଶ୍ରେଣୀୟ ଗାଉଁଲି ସମାଜର ପ୍ରତିନିଧି କରିଛନ୍ତି ଗଳ୍ପ କାହାଣୀ ଧର୍ମୀ ରଚନାରେ। ତେଣୁ ଚରିତ୍ର ପ୍ରଧାନାତ୍ମକ ଅବଶ୍ୟ ରହିବ। ଅଗତ୍ୟା ବର୍ଣ୍ଣନା ସହିତ ଚାରିତ୍ରିକ ସଂଳାପ ଠାଏ ଠାଏ ଅଛି। ମଣି ଭାଉଜ ତାସ ଖେଳିବାକୁ ପାଟକୁ ଡାକି ଆସିଥିଲା। ହେଲେ ପାଟ ଦେଇ ଦେହ ଭଲ ନାହିଁ କହି ଘାଲେଇ ପଡ଼ିଥିଲା। ମଣି ଭାଉଜ ସହିତ ଆସିଥିବା ନାରୀମାନଙ୍କ ଭିତରୁ ଜଣେ କହିଲା, ମ ଦେହ ଗରୁ କରି ଢିଙ୍କିଟା ପରି ଶୋଇଛି। କହୁଛି କ'ଣ ନା ଦେହ ଭଲ ଲାଗୁନି। ତୁଚ୍ଛାକୁ ଏତେ। ପାଟ ଦେଇ ତାସ ଖେଳିବାକୁ ମନା କରିବାର କାରଣ ହେଲା ତାର ଜୀବନରେ କିଛି ନାହିଁ, ସୁଖ ନାହିଁ। ତେଣୁ ସେ ତାସ ଖେଳିବାକୁ ମନା କରିଥିଲା। ଯେତେବେଳେ ପାଟ ରାତି ଅଧରେ ହଠାତ୍ ଆସି ବାପ ଘରେ ପହଞ୍ଚିଛି, ପାଟକୁ ଦେଖି ତାର ବାପା ଜଗୁ ବେହେରା କହିଛି, କିଲୋ ରାତି ଅଧରେ ଚାଲି ଆସିଲୁ ଯେ, କ'ଣ ଜୁଆଇଁ ସାଙ୍ଗରେ କଳି କରି ଲୁଚି ପଳାଇ ଆସିଛୁ? କିଲୋ ପାଟ, କ'ଣ ହୋଇଛି କିଛି କହୁନୁ ଯେ? ବୁଢ଼ାବୁଢ଼ୀ ମାରଧର କଲେ କି? ତୋ ଦେହ ଭଲ ଅଛିଟି? ପାଟ ଦେଇ କୋଳରେ ଛୁଆ ଦେଖି ଗାଁ ଲୋକେ ମିଳି ହୋଇ ପଚାରିଥିବା ପ୍ରଶ୍ନର ଉତ୍ତରରେ ପାଟ କହିଛି, ହଁ ହଁ, ଏ ପୁଅ ମୁଁ ଜନ୍ମ କରିଛି। ବାହା ହେଲା ବାସିଦିନ ଯେତେବେଳେ ମୋ ସ୍ୱାମୀ କଲିକତା ପଳେଇଲା, ଶାଶୁ ଶ୍ୱଶୁର ମୋତେ ଗୋଟାଏ ଘରେ ବନ୍ଦ କରି ଉପାସ ଭୋକରେ ରଖି 15 ଦିନ ମୁହଁ ଚାହିଁଲେ ନାହିଁ। ରାତି ଅଧରେ ମୁଁ ଲୁଚି ପଳେଇ ଆସିଲି ବାପା ପାଖକୁ। ସେ ବି ମୋତେ ଦେଖି ଘାବରେଇ ଗଲା। ଯେତେ ଦିନ ତା ପାଖରେ ରହିଲି ସେତେ ଦିନ ସେ ସମସ୍ତଙ୍କଠୁ ଗଞ୍ଜଣା ଶୁଣିଛି। ମୁଁ ବି ନାନା ଅପବାଦ ଶୁଣିଛି। ମୋରି ପାଇଁ ବୁଢ଼ା ବୟସରେ ସେ ହାଡ଼ ଭାଙ୍ଗି ମୂଲ କଟିଛି। ହେଲେ ପେଟ ପୁରି ନାହିଁ କି ଲାଜ ତୁଟି ନାହିଁ। ପାଟ ଦେଇ ଯେବେ ଅବୈଧ ପୁଅ ଶିଶୁ ଛୁଆକୁ ନେଇ ପୈତୃକ ଗାଁକୁ ଫେରିଛି, ଗାଁ ଲୋକେ ନାନା ଲାଞ୍ଛନା ଅପବାଦ ଦେଇ କହିଲେ, କ'ଣ କହିଲୁ? ଆଉ ଥରେ କହିବୁ। ପୃଥିବୀ ତୋତେ ଛୁଆଟାଏ ଦେଲା, ଯେଉଁଠି ସେଠି ନ ରଖି ଏଠିକି କାହିଁକି ପଠେଇଲା? କିଲୋ ପାଟିରେ ତୋର ବେଙ୍ଗ ପଇଛି କି ଟୁପୁସି ମୁହିଁ? ସତ କହ, ଏ ଛୁଆର ବାପ କିଏ? ନଇଲେ ପନିକିରେ ତୋତେ ଦିଗଡ଼ କରିଦେବି। ଏ ଛୁଆର ବାପ କିଏ ପଚାରୁଛ ତ? ଏ ଛୁଆର ବାପ ତ ହେଇଟି ସମସ୍ତେ ଏଠି ଛିଡ଼ା ହେଇଛନ୍ତି। ରମୁ, ବୀରା, ଗୋପୀ, ମାଗୁଣି। ରମୁ ଗାମୁଛାଟା ମୋ ମୁହଁରେ ମାଡ଼ି ଦୋଳ ପୁନେଇ ରାତିରେ ଶୂନ୍ୟେ ଶୂନ୍ୟେ ଟେକି ନେଇଗଲା ମଶାଣି ହୁଡ଼ା ତଳକୁ। ସେଇ ବୁଦାମୂଳେ ଏଇ ସମସ୍ତେ ମୋତେ ଘେରି କଣ୍ଟାରୁ ମାଉଁସ ଛଡ଼େଇ ଗବ ଗବ କରି ଖାଇଗଲେ।
ମୁଁ ଜାଣିବି କିଏ ତା'ର ବାପ ବୋଲି ମୁଁ କେମିତି ଜାଣିବି? ନିଜର ନିଷ୍ପାପ ଶିଶୁ ଛୁଆକୁ ବୁଝାଇ ପାଟ ଦେଇ କହିଛି, କାହିଁକି କାନ୍ଦୁଛିରେ? ଲୋକ ଦେଖିଲେ ତୋତେ ଡର ମାଡ଼ୁଛି କିରେ ସୁନା? ଡର ନାଇଁରେ ଧନ, ମୁଁ ଅଛି ପରା। ଏ ଜଗତରେ କିଏ ମରଦ ପୁଅ ଅଛି ଯେ ତୋ ବାପ ବୋଲି ଚିହ୍ନା ଦେବ? ସେଥିପାଇଁ କାନ୍ଦେନା ରେ ପୁଅ, ତୋ ମା' ତ ଅଛି। ପାଟ ଦେଇ ଗଳ୍ପଟି ରଚନା ଦୃଷ୍ଟିରୁ ଏକ ଅତିଶୟ ସାର୍ଥକ ସଫଳ ଗଳ୍ପ। ପାଟ ଦେଇର ଚାରିତ୍ରିକ ମହାନତା ଅତୁଳନୀୟ, ତ୍ୟାଗମୟତାର ପଟାନ୍ତର ନାହିଁ, ଯାହାକି ଏକାନ୍ତ ଅନନ୍ୟ, ଅସାଧାରଣ।